କହିଲା ଧନ କିଏ ପଡିଗଲେ ଆଉ କାହା ଦେହରୁ ଧୂଳି ପୋଛି ଦେବି, କାହା ପାଇଁ ଆଉ ମନ ଲାଖି ଭୋଜନ ବ୍ୟଞ୍ଜନ ରାନ୍ଧି ଦେବି। ଧନରେ ସବୁ ସୁଖ ମୋ ଭାଗ୍ୟରୁ ମୋ କପାଳରୁ ଛାଡି ଚାଲିଗଲା। ଫେରି ଆସିଛି ପିତାମହ ଭୀଷ୍ମଙ୍କ ପାଖକୁ, ହସ୍ତରେ ଶୂନ୍ୟ ହସ୍ତରେ ଜଳପାତ୍ର ନାହିଁ। ପାଦ ଦିଟାକୁ ଧରି କାନ୍ଦୁଛି ବେଲାବେଳି କହିଲା ହେ ପିତାମହ, ଆଉ କେତେ ଦେଖିବ? ଏପର୍ଯ୍ୟନ୍ତ ତମ ମନ କଣ ବୁଝୁନି? ତମ ଆଗରେ ତମ ପୁଅ, ତମ ନାତି, ଅଣନାତି, ପଣନାତି ପର୍ଯ୍ୟନ୍ତ ମରିଗଲେ, ଆହୁରି ତମ ମନ ବୁଝୁନି? ଦୁଇ ଧାର ଅଶ୍ରୁ ବହି ଯାଉଛି ଭୀଷ୍ମଙ୍କର। କହିଲେ ମାଲୋ, ଏ ପିଣ୍ଡରୁ ପ୍ରାଣଟା ଯାଉନି। ଇଚ୍ଛା ମୃତ୍ୟୁର ବରଦାନଟା ହୁଏତ ଆଜି ମୋ ପାଇଁ ଅଭିଶାପ ସାଜି ଯାଇଛି। ମୋରି ଆଖି ଆଗରେ ମୋ ସମଗ୍ର ବଂଶଟା ଧ୍ୱସ୍ତ ହବାର ଦେଖିଲା ପରେ ମୁଁ ବି ମରୁନି କାହିଁକି ମୁଁ ଜାଣିନି। ହେଲେ ମା ତୁ କଣ ଦେଖି ଆସିଲୁ? କହିଲା ଆଉ ଦେଖିବାକୁ ବାକି କିଛି ନାହିଁ, ଗୋଟା ଗୁଣ୍ଡଟା ଥୁଆ ହେଇଛି କମ୍ବ ଉପରେ। ମତେ ଉତ୍ତର ଦିଅନ୍ତୁ, ଏ କୁକର୍ମ କଲା କିଏ? କଇଁ କଇଁ ହେଇ ଛୋଟ ପିଲାଙ୍କ ପରି କାନ୍ଦି ଉଠୁଛନ୍ତି ଭୀଷ୍ମ। କହିଲା ଧନ୍ୟ ବିଧାତା ତୋର ଇଏ ଗତିରେ, କିଏ ବୁଝିବ ତୋ ଲୀଳା ଖେଳା, କିଏ ବୁଝିବ ତୋ ଲୀଳା ଖେଳା। କାହାକୁ ହସାଉ କାହାକୁ କାହାର ବୁଡ଼ାଉ ତୁ ଭେଳାରେ, ବୁଝିବ ତୋ ଲୀଳା ଖେଳା ରେ ବିଧାତା, ବୁଝିବ ତୋ ଲୀଳା ଉତ୍ତର ଦଉଛନ୍ତି ଭୀଷ୍ମ। କହିଲେ ମାଲୋ, ଏଠି ଯେତିକି ତୁ ଦେଖୁନୁ ଇଏ ସବୁ କଲା ବାଲା ଜଣେ।
ବେଲାବାଳି ପ୍ରତିଜ୍ଞା କରିଛି କହିଲା ମତେ ନାଁଟା ଖାଲି କୁହନ୍ତୁ ମୋ ପୁଅର ଏ ଅବସ୍ଥା ଯିଏ କରିଛି ଆପଣଙ୍କ ଚରଣ ଛୁଇଁ ମୁଁ ସତ୍ୟ କରୁଛି କହିଲା ସତ୍ୟ ଯଦି ଜନର ଗ୍ରହ ସତ୍ୟରେ ବାସୁକି କରୁଛି ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ଯିଏ ମୋ ପୁଅର ଏ ଅବସ୍ଥା କରିଛି ମୁଁ ନିଶ୍ଚିତ ଭାବରେ ତାର ଶିର କାଟି ଆଣି ଆପଣଙ୍କ ପାଦ ପାଖରେ ଅର୍ପଣ କରିବି ଭୀଷ୍ମ କହିଲେ କେଡେ ବଡ ପ୍ରତିଜ୍ଞାଟେ କଲୁ କେଡେ ବଡ ପ୍ରତିଜ୍ଞାଟେ କଲୁ ୟା ପଛରେ ଆଉ କେହି ନାହିଁ ୟା ପଛରେ ଆଉ କେହି ନାହିଁ ୟା ପଛରେ ଯିଏ ଅଛି ତାକୁ ଏ ସଂସାରରେ କେହି ଛୁଇଁ ପାରିବେନି ନା ସେ କିଏ କି ନା ଏ ଜଗତ ଭିତରେ ସବୁ ଯାକ ମାୟାକୁ ଧରିଲା ବାଲା ମାୟାଧର କୃଷ୍ଣ ଭଗବାନ କୃଷ୍ଣ ହିଁ ତ ପୁଅର ଏଇ ଅବସ୍ଥା ପାଇଁ ଦାୟୀ ନା କେମିତି ନା ସେଦିନ ତୋ ପୁଅ ଦେବୀ ଦତ୍ତ ସର ତିନିଟା ଧରି ଘଷୁଥିଲା ଏଇ ସମୟରେ ବାସୁଦେବ କୃଷ୍ଣ ସେଇ ପଟ ଦେଇ ଆଉଥିଲେ ପଚାରୁଛନ୍ତି ବେଲାଳ ସେନକୁ ଭଗବାନ କୃଷ୍ଣ କହିଲା ପୁଛୁଛନ୍ତି ବୀର ତୁମ୍ଭେ କି କର হস্তে ধরি এ কলঙ্ক সর হস্তে ধরি এ কলঙ্ক সর হস্তে ধরি এ কলঙ্ক সর উঠু ছন্তির তুম্ভে কি কর হস্তে ধরি এ কলঙ্ক শির হস্তে ধরি এ কলঙ্ক শির হস্তে ধরি এ কলঙ্ক সর কইলা এ যে কলঙ্কি লাগি যাইছে সরগুরা ধরি কোন ঘসুতরে কোন হব কলিঙ্কি লাগিছি ঘসুচি যুদ্ধକୁ ଯିବି ବେଲାଳ ସେନ ହସିଲା ଶପଥିରେ ବେଲାଳ ସେନ ହସୁଛି କହିଲା ଇଏ କଳଙ୍କି ଲାଗି ଯାଇଥିବା ସର ତମକୁ ଦେଖା ହଉଛି ୟା ଗହିରିଆ ପାଠ ଜାଣିନ ଗୋଟାଏ ଓଳିରେ ସମଗ୍ର ମହାଭାରତ ଶେଷ କରିପାରେ ଗୋଟାଏ ଓଳି ଭଗବାନ କୃଷ୍ଣ କହିଲେ ତୁ ଇମିତି ବୀରଟା ମୋ ସଂକଳ୍ପ ଭାଙ୍ଗିଦବ ଇଏ ଗୋଟେ ଓଳିରେ ତୁ ମହାଭାରତ ଶେଷ କରିଦବୁ ଟିକେ ପରୀକ୍ଷିବା ନା ମୁଁ କଥା ଦଉଛି ଗୋଟାଏ ଓଳିରେ ସମଗ୍ର କୌରବ ବଂଶ ଧ୍ୱଂସ ହେବେ ଶପଥିରେ ଭଗବାନ କହିଲେ ମତେ କାହିଁକି ବିଶ୍ୱାସ ହଉନି ତୁ ଠକଟା ପରୀକ୍ଷା କରିବ କି ଏଇ ମୁହୂର୍ତ୍ତରେ କରିବ ଯୋଉ କୌରବ ସେନାର ସେନାପତି ପିତାମହ ଭୀଷ୍ମ ଯୋଉ କୌରବ ସେନାରେ ଗୁରୁ ଦ୍ରୋଣଙ୍ଗରାଜ କର୍ଣ୍ଣ ପରି ମହାରଥୀ ଅଛନ୍ତି ତୁ ତାଙ୍କୁ ଗୋଟେ ଓଳିରେ ମାରିଦବୁ କହିଲା ମାରିଦେବିନି ଏ ତିନିଟା ସ୍ୱର ତାଙ୍କ ପାଇଁ ଯଥେଷ୍ଟ ଆଉ ବହୁତ ଦରକାର ନାହିଁ ମୋର ଭଗବାନ କୃଷ୍ଣ ପଚାରିଲେ ଆଚ୍ଛା ଯୁଦ୍ଧ କଲା ବେଳେ ତୁ କେମିତି ଜାଣିବୁ ତୋ ଶତ୍ରୁ ପକ୍ଷ କୋଉଟା ମିତ୍ର ପକ୍ଷ କୋଉଟା ବେଳାଳ ଶୁଣିକି ଗୋଟେ ପରୀକ୍ଷା ଦେଇଥିବ ଭାଇ ଟିକେ ଶୁଣୁଥାଏ ଉତ୍ତର ଦଉଛି ବେଲାଳ ସେନ କହିଲା ହାତୀ ସିନା ଜାଣେ ସାଥିର ଶକତି ଇଏ ସେନା ଜାଣେ ରଣନୀତି ସେନା ଜାଣେ ରଣନୀତି
সেরা জানে রণনীতি সেরা জানে রীতি আরে বলা সেরা জানে রণনীতি কি জানিব পদ্ম মধু স্বাদ কি জানিব পদ্ম রতি স্বাদ কি জানিব পদ্ম মধু স্বাদ কি জানিব পদ্ম রতি স্বাদ ইয়ে বাঞ্ছনারি কি সন্ত যাও না আরে গোটাଏ ବେଙ୍ଗ କଣ ବୁଝିବ ପଦ୍ମ ମଧୁର ସ୍ୱାଦ ନା ନା ଝୁଲିବ ବସିକି ଗୋଟାଏ ବାଞ୍ଝନାରୀ କଣ ବୁଝିବ ପ୍ରସବ ବେଦନାର ବେଦନା ଶୁଣ ସେନ୍ ଏଇ ସନ୍ତୋଷ ଭାଇନା ଆଉ କେତେବେଳୁ ଆସିଲେଣି ଆଉ ସେ ଏଣେ ତେଣେ ଉଭୟ ଦେଖିଛନ୍ତି ଆଉ କବାଡ଼ି କାମ ଯାହା ହଉ ଭାଇନାଙ୍କର ଆମ ପ୍ରତି ସେତିକି ଭଲ ପାଇବା ଅଛି ନା ଆଉ ହଁ ନିଶ୍ଚୟ ନା ନାଇଁ ହଉ ବାବୁରେ ଆଜ୍ଞା ଗୋଟାଏ ବାଞ୍ଝନାରୀ ପ୍ରସବ ବେଦନାର କଷ୍ଟ ବୁଝିପାରେ ନା ଗୋଟାଏ ବେଙ୍ଗ ପଦ୍ମ ପଦ୍ମ ମଧୁର ସ୍ୱାଦ ଆସ୍ୱାଦନ କରିପାରେ ନା 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 ଯିଏ ସିନା ପ୍ରକୃତ ସୈନିକ ସେ ରଣନୀତି ବୁଝିବ ସେଇଆ ନା ଆଉ ତମେ କି ରଣନୀତି ବୁଝିବ ନା ମୁଁ ଗୋପାଳ ଘର ପୁଅ ଆଉ ମୁଁ କୁଆଡୁ ଜାଣିବି ଭଗବାନ କୃଷ୍ଣ କହିଲେ ଆଚ୍ଛା ଆଉ ଭଲ ପିଲା ତୁ ଆରେ ଜବର କାଇଦା ପାଇଛୁ ରଣନୀତି ମୁଁ ବୁଝେନି ହଉ 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 ମୁଁ ବେଙ୍ଗ ମତେ ଯୋଡ଼ାଏ ପ୍ରମାଣ ଦରକାର ନା ଯୋଡ଼ାଏ ପ୍ରମାଣ କଣ ନା ପ୍ରଥମେ ଶତ୍ରୁ ମିତ୍ର ଚିହ୍ନଟ କରିକି ଦେଖା ଆଉ ଦ୍ୱିତୀୟରେ ମୁଁ ଯୋଉଠି ଲୁଚିବି ମତେ ଧରିବୁ ଶତ୍ରୁ ମିତ୍ର ସିନା ଚିହ୍ନଟ କରିଦବ ବେଳାବେସନ ଭଗବାନ କୃଷ୍ଣଙ୍କୁ ଧରିଲା ବାଲା ଇଏ ଜଗତରେ ଅଛି କି ଅଭିରାମ ପରମହଂସ କହିନାହାନ୍ତି କହିଲେ ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି ରେ ତାକୁ ପାରିବ ଧରି ଦୃଷ୍ଟି ଅଗ୍ରେ ଖେଳେ ଦୃଷ୍ଟି ଅଗ୍ରେ ଖେଳେ ହେ ଦାଦୁଲ ଦୃଷ୍ଟି ଅଗ୍ରେ ଖେଳେ ଦାଦୁଲ ଜ୍ୟୋତିରେ ସର୍ବତାରେ ଚେତ ବାନ୍ତି ପୁରୀ ତାକୁ କିଏ ଅବା ପାରିବ ଧରି ତାକୁ କିଏ ଅବା ପାରିବ ଧରି କିଏ ଅବା ପାରିବ ଧରି ତାକୁ କିଏ ଧୀରେ ଡେରି ଥିବେ ମନ ଧରି ଅଧେ ମନ୍ତେ ଏବେ ଯାହା ହରି କଥା ମାନ ତାକୁ କିଏ ଅବା ପାରିବ ଧରି କିଏ ଅବା ପାରିବ ଧରି ତାକୁ ଧରିଲା ବାଲା ଇଏ ଜଗତରେ କିଏ ଅଛି ବ୍ରହ୍ମ ସଂହିତା କହିଲାନି ଓ କହିଲା ସ୍ଥାନଂ ନାମାନଃ ନଚନାଦ ବିନ୍ଦୁ ଦ୍ରବ୍ୟ ନା ଦ୍ରବ୍ୟ ନଚ ଧାତୁ ବର୍ଣ୍ଣ ନା ଦୃଷ୍ଟ ଶ୍ରବଣଂ ନା ଶ୍ରାବ୍ୟ ନମୋ ବ୍ରହ୍ମ ନିରଞ୍ଜନାୟ
ସତପଥିରେ ଆରେ ତାର ସ୍ଥାନ ନାହିଁ, ମାନ ନାହିଁ, ବର୍ଣ୍ଣ ନାହିଁ, କିଛି ନାହିଁ। ନା 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 ଓ ଭୀମ ଭଇ ପଦେ କହିଲେ, ଓ ଭୀମ ଭଇ ପଦେ କହିଲେ। ନାଣ୍ଡୁ ବାବୁ, ମୁଁ ବୁଝୁଛି କାଲି 2:30 ବେଳୁ ଆମେ ଗାଡି ଚଲଉଛନ୍ତି, ଆଜି 10ଟା ପର୍ଯ୍ୟନ୍ତ ପାହାଡ ପାଖରୁ କି ଭିଡ। हाँ ହଁ 8ଟାରୁ 10ଟା ବାଜିଗଲା। ଆଉ हाँ ବାବୁରେ ରସଗୋଲା ଖାଇଲ ନାହିଁ? ପାଖରୁ ଇଏ ହେଇ ଆମେ ତ ଗାଡିରେ ବସିକି ରସଗୋଲା ଖାଇଛୁ ଆଉ। ଭୀମ ଭଇ ପଦେ କହିଲେ, हाँ କହିଲେ ମନ୍ତ ବ୍ରହ୍ମ ସ୍ୱରୂପ ଇଏ ଦେଖା ନ ଯାଏ, ଇଏ ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, पाद पानी नहीं ताको धरिब किए, ता पाद पानी नहीं ताको धरिब किए, पाद पानी नहीं ताको धरिब किए। ଇଏ ମନ୍ତ ବ୍ରହ୍ମ ସ୍ୱରୂପ ଦେଖା ନ ଯାଏ, ଭରାରେ कार जाए ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ। ପାଣି ନାହିଁ ତାଙ୍କୁ ସ୍ୱର ମାରିଛି ବେଲାଳ ସେନ ସତପଥିରେ। ଆରେ ଆମେ ରେଡି। ତୁ ପଳା ବସାରୁ କାହିଁକି ଠିଆ ହେଇଥିବି ସବୁବେଳେ ପାଇଁ? हाँ କୁଆଡେ ଆଇଛୁ? ସବୁବେଳେ ଠିଆ ହେଇଥିବି। ଠିଆ ପାଲା କରିବାକୁ ନା ବସା ପାଲା କରିବାକୁ? କ୍ୟାମେରା ଲାଗିଛି କାଳେ ଦେଖାଯିବେ ନାହିଁ। ଛୋଟ ଛୁଆ ତ, ମୁଁ ଠିଆ ହେଲା ମାନେ ସବୁ ଅନ୍ଧାର। हाँ କଣ ପାଇଁ ସେଇଥିପାଇଁ ମୁଁ ହଟ୍! हाँ ହଉ କାଳିଆର ଦିନରେ ତ ଆସିଥିଲୁ ମଟନ ଦେଲେ ଖାଇବୁ, ହଁ ଖାଲି ଖାଇ ନାହିଁ। ଖାଇବା ପାଇଁ ଯାହା ଡହକ ବିକଳ ହଉ। ଖାଇ ନାହିଁ ବୋଇକି ବି ରହିଛି। ପୁଅ ଘର ଏଠୁ 1.5 କିଲୋମିଟର ବିଲେ ବିଲେ ବୁଢା ଚାଲିକି ପଳେଇ ଆସିଲା ମଟନ କଥା କହି। ଟଣାନିକା ଚୁଡ଼ା ଦେଇ ନଟପଟ ଆଚ୍ଛା ଖରାରେ ଖାଇଲୁ ଖାଇଲୁ ଠିକ, ବେଶ। ପୁଣି ଅନୁଷ୍ଠାନ ବାଲାଙ୍କୁ କହିକି ପଲିଥିନରେ ବାନ୍ଧିକି କହିଲା ମୋ ନାତି ପାଇଁ ନେବି। କି କଥା ଇଏ, ନାତିଟା ଖାଁ ଖାଁ ହଉଛି ହେଲେ ଛୁଆଟା। हाँ ଆଉ ମଟନ ତ ଖାଉଛୁ, ମାଛ ତ ଖାଉଛୁ, ଚିକେନ ତ ଖାଉଛୁ, ଏମିତି ହଁ। ବହୁଛୁ କାହିଁକି? ସାର୍ ମୋ ହଁ, ନାତି ହଁ। କିଏ? ମୋ ନାତି କିଏ? ମୁଁ ନାହିଁ ରେ हाँ ସତପଥିରେ। ଆରେ ସେଦିନ ସ୍ୱର ମାରିଛି କିଏ ସେ ମାଇଲା? ବେଲାଳ ସେନ। ଆଚ୍ଛା ମାଇଲା ପରେ ପ୍ରଭୁ ମୋର ଗୋଟାଏ କ୍ଷୁଦ୍ର ଆକାର ହେଇ ସୁକ୍ଷ୍ମତି ସୂକ୍ଷ୍ମ ବିଲ୍ୱ ମଙ୍ଗଳର ଏ ବୃଦ୍ଧାଙ୍ଗୁଳି କୋଡରେ ଜାକି ହେଇକି ରହିଲେ। हाँ ହୁଁ ଆଚ୍ଛା 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 ସ୍ୱର ଖୋଜିଲା କୃଷ୍ଣଙ୍କୁ। ଆଉ କହେ କୃଷ୍ଣ ଗଲେ କୁଆଡେ? ସେ ଖୋଜୁଥିବ। हाँ ଓ हाँ ସ୍ୱର ଆସି ଆଙ୍ଗୁଳି ପାଖରେ ରହିଲା। ମୋ ଏ ମଡ଼ାଟା ଫାଟି ଯାଇଛି ଆଉ ତାଳ ମାରି ଏତିକି ସର ବାଜିଥିଲା ତ ମୁଁ ଜାଣିପାରୁନି। ହଁ ତୁ ବେଲାଳ ସେନ ତ हाँ କଣ ସେ ସେନା? କହିଲେ ନିର୍ଲଜ, ତତେ ଟିକେ ଲଜ୍ଜା ଲାଗୁନି? ସିଏ ମରିଯାଇଛି, ମୋର ମରିବା ଇଚ୍ଛା। ହଁ। ମୋର ମରିବାର ଇଚ୍ଛା ନାହିଁ। ନା ସ୍ୱର ଆସି ପହଞ୍ଚି ଯାଇଛି ଅଙ୍ଗୁଳି ପାଖରେ। ବେଲାଳ ସେନ ଡାକିଲା, କହିଲା ପ୍ରଭୁ प्रभु ବାହାରି ଆସ। ବାହାରି ଆସ। ଆଉ ଶୋଇପଡ଼ିଲେ ହବନି। हाँ କାହିଁକି? काहेंगी? କହିଲା କୋଟିଲେ କଟୁ ସେ ଅଙ୍ଗୁଷ୍ଠି ସ୍ୱର ବ୍ୟର୍ଥ ନ ହେଉ। व्यसना हेउआ सुजने सारा व्यसना हेउ କୁମ୍ଭ ମାୟା ରୂପ ସେତିକି ଏବେ ଠାରେ ରହୁ। ଏଠାରେ ରହୁ ସୁଜନେ ସାରା ଏଠାରେ ରହୁ କହିଲା ପ୍ରଭୁ ଇଏ ଅଙ୍ଗୁଳି କଟି ଗଲେ କଟି ଯାଉ, ବାହାରି ଆସ। କିନ୍ତୁ ସ୍ୱର ତମକୁ ଖୋଜିବ। हाँ ଏ DSP। ନା ସିଏ ନୁହେଁ। ପ୍ରଭୁ हाँ ସେତିକି ଥାଉ, ନା ନା ମୁଁ ରହିଲିଣି ଆଇଲିଣି। ବାହାରି ଆସ ବାହାରି ଆସ, ମୁଁ ଜାଣି ସାରିଲିଣି ତ ବୀରତ୍ୱ। ଆଉ ବାହାରି ଆସ, ହଁ। ଆଉ ମତେ ଟିକେ ତୁମେ ତୁମ ସେଇ ରୂପ ଦେଖାଅ। ଦେଖାଅ। ଦେଖେଇବି।
ମତେ ତୁମେ ଟିକେ ସେଇ ରୂପ ଦେଖାଅ। ମୁଁ ଚିହ୍ନି ଗଲିଣି, ମୁଁ ଜାଣି ଗଲିଣି ତୁମେ କିଏ। ମତେ ଟିକେ ସେଇ ରୂପ ଦେଖାଅ। ପ୍ରଭୁ ନିରୁପାୟ ହେଇଗଲେ। କଣ କଲେ ଜାଣୁ? କହିଲେ ସଶଙ୍ଖ ଚକ୍ରମ୍ ସକିରୀଟ କୁଣ୍ଡଳ ସପିତ ବସ୍ତ୍ର ସରୋଷିରୁହେକ୍ଷଣ ସନ୍ଧାର ବକ୍ଷସ୍ଥଳେ କୌସ୍তুଭ ବିଷ୍ଣୁ ଶିରସା ଚତୁର୍ଭୁଜ শঙ্খ চক্র গদা পদ্ম ধরি দণ্ডায়মান ভগবান নারায়ণ। কইলে বেলাল সেন